महाप्रभु श्रीमंदिर को बाहुड़ुवा समय रथ अटकी जाइଥିଲା बड़दाण्ड ठारे हेले काहींकि भक्त सालबेगଙ୍କ ପାଇଁ सालबेग ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା କାହିଁକି ନା ସେ ଥିଲେ ଅଣହିନ୍ଦୁ ଆଉ ଅଣହିନ୍ଦୁ ମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ ସେଇଥିପାଇଁ ସେ ଚାଲି ଯାଇଥିଲେ ବୃନ୍ଦାବନ ଧାମ ଆଉ ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ସେ ପୁରୀକୁ ଆସିଥାନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଉ ଦର୍ଶନ କରିବା ସରିବା ପରେ ସେ ଚାଲି ଯାଆନ୍ତି ବୃନ୍ଦାବନ ଧାମ। ଏମିତି ଗୋଟିଏ ବର୍ଷ ରଥଯାତ୍ରାରେ ପୁରୀକୁ ଆସୁଥିବା ସମୟରେ ତାଙ୍କ ଦେହ ବହୁତ ଅସୁସ୍ଥ ହୋଇ ପଡ଼ିଲା ଆଉ ତାଙ୍କୁ ଏମିତି ଲାଗିଲା କି ସେ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ବୋଲି ସେଇଥିପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ହେ ପ୍ରଭୁ ମୁଁ ଯିବା ତକ ଆପଣ ଅପେକ୍ଷା କରିଥାନ୍ତୁ ଆଉ ମହାପ୍ରଭୁ ତ ହେଲେ ଭକ୍ତ ବତ୍ସଳ ସେ କାହିଁକି ବା ନ ଶୁଣନ୍ତେ ତାଙ୍କ ଭକ୍ତର କଥା ସେଇଥିପାଇଁ ତ ନନ୍ଦିଘୋଷ 7 ଦିନ ପର୍ଯ୍ୟନ୍ତ ଅଟକି ଯାଇ ସାଲବେଗଙ୍କ କୁଡ଼ିଆ ପାଖରେ ଆଉ ଯେତେବେଳେ ସାଲବେଗ ଆସି ପହଞ୍ଚିଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ତାପରେ ଯାଇକି ନନ୍ଦିଘୋଷ ଶ୍ରୀମନ୍ଦିର ଆଡ଼କୁ ଅଗ୍ରସର ହୋଇଥିଲା। ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ସାଲବେଗ ସେତେବେଳେ ସେ ଗୋଟେ ଭଜନ ଗାଇଥିଲେ ସେଇ ଭଜନଟି ହେଲା आहे नीଳ ଶୈଳ।